ଆଜ୍ଞା ଟିକେ ଆପଣଙ୍କ ପରିଚୟ। ମୋ ନାଁ କୃଷ୍ଣଚନ୍ଦ୍ର ରାଉତ, ଅଖିଳ ଭାରତ କୃଷକ ସଭାର ପୁରୀ ଜିଲ୍ଲା ସମ୍ପାଦକ ଅଛି। ଆଜ୍ଞା ଆଜି କଣ ଆଜି ହେଉଛି କେନ୍ଦ୍ର ସରକାର ଯେଉଁ ବଜେଟ୍ ଆଣିଲେ 1 ତାରିଖ ଦିନ, ସେ ବଜେଟ୍ ସମ୍ପୂର୍ଣ୍ଣ ରୂପେ କୃଷକ ବିରୋଧୀ, ଶ୍ରମିକ ବିରୋଧୀ, ଛାତ୍ର ବିରୋଧୀ ଏବଂ ଦେଶର ଗରିବ ଲୋକଙ୍କ ବିରୋଧୀ ସେ ବଜେଟ୍କୁ ଆଜି ପୋଡ଼ା ହେଲା। ଏ କେନ୍ଦ୍ର ସରକାର ଯେଉଁ ବଜେଟ୍ ଆଣିଛନ୍ତି ସେ ବଜେଟ୍ରେ ଶିକ୍ଷା ପାଇଁ ବଜେଟ୍ରେ କମେଇ ଦିଆଯାଇଛି, ସ୍ୱାସ୍ଥ୍ୟ ପାଇଁ କମେଇ ଦିଆଯାଇଛି, ନରେଗା ଯୋଜନାକୁ କାଟି ଦିଆଯାଇଛି ଏବଂ କୃଷକମାନଙ୍କ ପାଇଁ କିଛି ନାହିଁ। ବିଦେଶରୁ ଡାଲି ଆମଦାନୀ ହେବ, ଭାରତ ବର୍ଷରେ ଡାଲି ଉତ୍ପାଦନ ପାଇଁ କୌଣସି ପ୍ରୋତ୍ସାହନ ନାହିଁ, ଭାରତ ବର୍ଷରେ ଶସ୍ୟ ଉତ୍ପାଦନ ପାଇଁ କୌଣସି ପ୍ରସ୍ତାବ ନାହିଁ, ଭାରତ ବର୍ଷର ଚାଷୀଙ୍କ ଉପରୁ ଋଣ ଛାଡ଼ କରାଯାଉ ନାହିଁ, ଭାରତ ବର୍ଷର ଏମିତି ନାନାଦି ସମସ୍ୟା ରହିଛି ଯାହାକି ଆଜି ଭାରତ ବର୍ଷରେ 30 କୋଟି ବେକାର ଯୁବକ ହାର୍ ଚିତ୍କାର କରି ବୁଲୁଛନ୍ତି, ତାଙ୍କ ଚାକିରି ନାହିଁ, କର୍ମ ନିଯୁକ୍ତି ନାହିଁ। ଏ ସରକାର ଏଭଳି ଏକ ସରକାର ଯେଉଁ କଥା କି ପ୍ରୟାଗରାଜରେ ଆଜି ଚାଲିଲା, ଯେଉଁ ଦଳା ଚକଟାରେ ମଲେ 600ରୁ ଉର୍ଦ୍ଧ୍ୱ ଲୋକ ଡିଜିଟାଲ କଥା କହୁଥିବା ବେଳେ ତାଙ୍କର କୌଣସି ହିସାବ କିତାବ ନାହିଁ ଏବଂ ନିଜ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏବଂ ସେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଇଏ ସମସ୍ତେ କହିଲେ ସେଠି ଯେଉଁମାନେ ମଲେ ସେମାନଙ୍କର ଆତ୍ମା ଶାନ୍ତି ହେଇଗଲା। ଆମେ ଆଜି କହିବାକୁ ଚାହୁଁ ନରେନ୍ଦ୍ର ମୋଦି, ଅମିତ ଶାହ, ଯୋଗୀ ଆଦିତ୍ୟନାଥ ସେଠି ଯାଇକରି ସ୍ୱଦେହରେ ସ୍ୱର୍ଗକୁ ଯାଆନ୍ତୁ, ଘାସ ଦିଅନ୍ତୁ, ଏ ଦେଶକୁ ଆଉ ବର୍ବାଦ କରନ୍ତୁ ନାହିଁ।